ତିରୁପତି ଏହି ମନ୍ଦିରର ସ୍ଥାପନା ପଛର କ'ଣ କିମ୍ବଦନ୍ତୀ ରହିଛି? ପ୍ରାଚୀନ କଥା ଅନୁସାରେ ମହର୍ଷି ଭୃଗୁ ଭଗବାନ ବିଷ୍ଣୁ ଅନନ୍ତ ଶୟନ କରିଥିବା ସମୟରେ ଆସି ତାଙ୍କ ଛାତିକୁ ଗୋଇଠା ମାରିଦେଲେ। ହେଲେ ଭଗବାନ ବିଷ୍ଣୁ କ୍ରୋଧ ନ କରି ଋଷିଙ୍କୁ କ୍ଷମା ମାଗିଲେ। କହିଲେ ତୁମର କିଛି କ୍ଷତି ହେଇନି ତ? କିନ୍ତୁ ବିଷ୍ଣୁଙ୍କ ହୃଦୟରେ ବାସ କରୁଥିବା ମାତା ଲକ୍ଷ୍ମୀ ଏହି ଅପମାନ ସହିପାରିଲେ ନାହିଁ। କ୍ରୋଧରେ ବୈକୁଣ୍ଠ ଛାଡ଼ି ଆସି ପୃଥିବୀରେ ପଦ୍ମାବତୀ ନାମରେ ଜନ୍ମ ନେଲେ। ମାତା ଲକ୍ଷ୍ମୀଙ୍କୁ ଖୋଜିବା ପାଇଁ ଭଗବାନ ବିଷ୍ଣୁ ଧରାପୃଷ୍ଠକୁ ଆସିଲେ ଏବଂ ଶ୍ରୀନିବାସ ରୂପରେ ଅବତାର ନେଲେ। ଧରାପୃଷ୍ଠରେ ଶ୍ରୀନିବାସ ରାଜକୁମାରୀ ପଦ୍ମାବତୀକୁ ଭେଟିଲେ ଏବଂ ବିବାହ ମଧ୍ୟ ସ୍ଥିର କଲେ। ଏହି ବିବାହରେ ଖର୍ଚ୍ଚ ପାଇଁ ଶ୍ରୀନିବାସ ଧନର ଦେବତା କୁବେରଙ୍କ ଠାରୁ ବହୁତ ପରିମାଣରେ ଧନ ଋଣରେ ଆଣିଥିଲେ। ମାନ୍ୟତା ଅଛି ଭକ୍ତମାନେ ମନ୍ଦିରରେ ଯେଉଁ ଋଣ ଦାନ କରୁଛନ୍ତି ସେଥିରେ ଆଜି ବି ସେହି ଋଣ ପରିଶୋଧ କରାଯାଉଛି। ଶେଷରେ ମାତା ଲକ୍ଷ୍ମୀ ଏବଂ ପଦ୍ମାବତୀଙ୍କୁ ସାମ୍ନାରେ ଦେଖି ଏକ ଶାଳଗ୍ରାମ ପଥର ମୂର୍ତ୍ତିରେ ପରିଣତ ହୋଇଗଲେ, ଯାହା ଆଜି ତିରୁପତି ମନ୍ଦିରରେ ପୂଜା ପାଉଛନ୍ତି। ଜୟ ଜଗନ୍ନାଥ।